ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଦେଶରେ ଏପ୍ରିଲ 1ଠୁ ବ୍ୟାନ୍ ହୋଇଯାଇଛି ଚୀନ ସିସିଟିଭି। ଏଣିକି ଚୀନ ବ୍ରାଣ୍ଡ ଦ୍ୱାରା ନିର୍ମିତ ଏବଂ ଇଣ୍ଟରନେଟ୍ ସହ ସଂଯୁକ୍ତ ସିସିଟିଭି କ୍ୟାମେରା ହିକ୍ ଭିଜେନ୍, ହଦୁଆ, ଟିପି ଲିଙ୍କ୍ ବ୍ୟବହାର କରିବା ଉପରେ ନିଷେଧାଦେଶ ଜାରି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ କୌଣସି ଉତ୍ପାଦର ମାନିକରଣ ପରୀକ୍ଷା ଏବଂ ଗୁଣବତ୍ତା ପ୍ରମାଣପତ୍ର ନିୟମାବଳୀ ଆଧାରରେ ନିଆଯାଇଛି। ଦେଶରେ ଏବେଠାରୁ ସିସିଟିଭି କ୍ୟାମେରା ଏବଂ ଭିଡିଓ ନିରୀକ୍ଷଣ ଉପକରଣ ବିକ୍ରୟ ପାଇଁ ସରକାରଙ୍କ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ପରବର୍ତ୍ତୀ ଖବର, 7 ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ। ଜଳୁଛି ମଧ୍ୟପ୍ରାଚ୍ୟ, କେବେ ଯୁଦ୍ଧ ଥମିବ ସେ ନେଇ କୌଣସି ସମ୍ଭାବନା ଦିଶୁନଥିବା ବେଳେ ଗୋଟେ ପରେ ଗୋଟେ ଜିନିଷ ମହଙ୍ଗା ହେବାରେ ଲାଗିଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧିର ମଧ୍ୟରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳୁଛି। ପ୍ରାୟ 7 ବର୍ଷର ବ୍ୟବଧାନ ପରେ ଇରାନରୁ ଅଶୋଧିତ ତୈଳର ପ୍ରଥମ ପ୍ରେରିତ ମାଲ ଭାରତରେ ପହଞ୍ଚିବାକୁ ଯାଉଛି। ଏହି ଚୁକ୍ତି ଏପରି ସମୟରେ ହେଉଛି ଯେତେବେଳେ ଭାରତୀୟ ରିଫାଇନାରୀ ଷ୍ଟକ୍ ହ୍ରାସ ପାଉଛି ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ପରବର୍ତ୍ତୀ ଖବର, ଦେଶରେ ଆରମ୍ଭ ହେଲା ପ୍ରଥମ ଡିଜିଟାଲ ଜନଗଣନା। ଆଜି ରାଜ୍ୟପାଳଙ୍କଠାରୁ ଆରମ୍ଭ ହୋଇଛି ସ୍ୱଗଣନା। ତଥ୍ୟ ପ୍ରଦାନ କଲେ ରାଜ୍ୟର ପ୍ରଥମ ନାଗରିକ। ଆଜିଠୁ 15 ଏପ୍ରିଲ ଯାଏଁ ଘରେ ବସି ଜନତା ଅନଲାଇନରେ ଭରିପାରିବେ ବିବରଣୀ। ଜାରି ହୋଇଛି ସ୍ୱତନ୍ତ୍ର ମୋବାଇଲ ଆପ୍। 1931 ପରେ ପ୍ରଥମ ଥର ପାଇଁ ହେଉଛି ଜାତି ଭିତ୍ତିକ ଗଣନା। ସେହିପରି ଆସନ୍ତା 16ରୁ ଘରକୁ ଘର ବୁଲିବେ ଗଣନାକାରୀ। ଲୋକଙ୍କୁ ଦେବାକୁ ପଡ଼ିବ 33ଟି ପ୍ରଶ୍ନର ଉତ୍ତର। ପରବର୍ତ୍ତୀ ଖବର, ବଜ୍ରଘାତ ପୂର୍ବରୁ ଆଗୁଆ ଆସିବ ଆଲର୍ଟ ମେସେଜ। ଦେଶରେ ବଜ୍ରପାତ କାରଣରୁ ପ୍ରତିବର୍ଷ ଶହ ଶହ ଲୋକ ପ୍ରାଣହୀନ ହୋଇଥାଏ। ବଜ୍ରପାତ କାରଣରୁ ଚାଷ ଜମିରେ କାମ କରୁଥିବା ଚାଷୀ କିମ୍ବା ରାସ୍ତାରେ ଯାତ୍ରା କରୁଥିବା ଲୋକ ବିଶେଷ କରି ବିପଦରେ ପଡ଼ିଥାନ୍ତି। ହେଲେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ କରିବା ପାଇଁ ଆଗେଇ ଆସିଛନ୍ତି ଭାରତୀୟ ପାଣିପାଗ ବିଭାଗ ଏବଂ ପୁଣେ ସ୍ଥିତ ଆଇଟି ଟିମ୍। ଉଭୟ ସଂସ୍ଥା ପକ୍ଷରୁ ଏପରି ଏକ ଆପ୍ ବିକଶିତ କରାଯାଇଛି ଯାହା ବଜ୍ରପାତ ହେବାର 40 ମିନିଟ ପୂର୍ବରୁ ଆପଣଙ୍କ ଫୋନକୁ ଆଗୁଆ ସତର୍କ ସୂଚନା ପଠାଇବ। ପରବର୍ତ୍ତୀ ଖବର, ଏପ୍ରିଲ 1 ତାରିଖରୁ 14 ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ। ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ବିଭାଗ ଅନୁକୂଲ୍ୟରେ ଏପ୍ରିଲ 1 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ କରାଯାଉଛି ଓଡ଼ିଆ ପକ୍ଷ। ଏପ୍ରିଲ 2 ଓ 3 ତାରିଖରେ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆମ ପୋଷାକ ଆମ ପରିଚୟ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କରାଯିବ। ଏନେଇ ହସ୍ତତନ୍ତ ବୟନ ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ପରବର୍ତ୍ତୀ ଖବର, ଭାଇରାଲ ହେଉଛି ଲକଡାଉନ ନୋଟିସ। ଦେଶରେ ପୁଣି ଥରେ ଲକଡାଉନ ହେବାକୁ ଯାଉଛି କି? ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେଉଛି। ୱାର ଲକଡାଉନ ନୋଟିସ ଶୀର୍ଷକ ଏକ ପିଡିଏଫ ସେୟାର କରାଯାଉଛି। ଏହା ଏକ ଜରୁରୀକାଳୀନ ଚେତାବନୀ ପରି ମନେ ହେଉଛି। ଅଶୋକ ଚକ୍ର ପ୍ରତୀକ ବହନ କରୁଥିବା ଏହି ଡକ୍ୟୁମେଣ୍ଟଟି ସରକାରୀ ନୋଟିସ ପରି ଦେଖାଯାଉଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ସୁଦୃଢ଼ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ବାବା ସାହେବ ଆମ୍ବେଦକର ବସ୍ ଟର୍ମିନାଲ ବରମୁଣ୍ଡାଠାରେ ଭିଏଫଏସ୍ ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଭିସା ଆପ୍ଲିକେସନ ସେଣ୍ଟର ପାଇଁ ରାଜ୍ୟବାସୀଙ୍କ ବହୁ ଦିନରୁ ଦାବି ରହି ଆସିଥିଲା। ଆମେ
ଏ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ନିକଟରେ ସହଯୋଗ କାମନା କରିଥିଲୁ। କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଭୁବନେଶ୍ୱରରେ ଏହି ଭିଜା ଆପ୍ଲିକେସନ ସେଣ୍ଟର କାର୍ଯ୍ୟକ୍ଷମ ହେଲା। ପରବର୍ତ୍ତୀ ଖବର ଏଆଇ ଶିଖିବେ ସ୍କୁଲ ପିଲା। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କମ୍ପ୍ୟୁଟେସନାଲ ଥିଙ୍କ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଠ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପାଠ୍ୟକ୍ରମ ଶିକ୍ଷାର୍ଥୀମାନଙ୍କୁ କମ୍ପ୍ୟୁଟର ନ୍ୟାସନାଲ ଥିଙ୍କ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ବିଷୟରେ ଜ୍ଞାନ ଦେବେ। ଏହି ଶିକ୍ଷାର୍ଥୀମାନଙ୍କର ସମସ୍ୟାର ସମାଧାନ ଏବଂ ଯୁକ୍ତି କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ପରବର୍ତ୍ତୀ ଖବର ପାକିସ୍ତାନରେ ମାସକରେ 3 ଥର ବଢ଼ିଲାଣି ଏଲ୍‌ପିଜି ଦାମ। ଇରାନ ଯୁଦ୍ଧ ପାଇଁ ଦୁନିଆର ଅନେକ ଦେଶରେ ତୈଳ ଓ ଗ୍ୟାସ ସଙ୍କଟ ଦେଖାଦେଇଛି। ପୂର୍ବରୁ ଖରାପ ଆର୍ଥିକ ସ୍ଥିତିରେ କାଙ୍ଗାଳ ପାକିସ୍ତାନର ଅବସ୍ଥା ସଙ୍ଗୀନ ହୋଇପଡ଼ିଲାଣି। ମଧ୍ୟପ୍ରାଚ୍ୟ ସଙ୍କଟ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗିଦେଲାଣି, ଯାହାର ପ୍ରଭାବ ପଡ଼ିଛି ପାକିସ୍ତାନର ରନ୍ଧନ ଗ୍ୟାସ ଉପରେ। ଯୁଦ୍ଧ ଆରମ୍ଭରୁ ଏବେ ସୁଦ୍ଧା ମାତ୍ର ଗୋଟିଏ ମାସ ଭିତରେ ପାକିସ୍ତାନ ସରକାର ତୃତୀୟ ଥର ପାଇଁ ରନ୍ଧନ ଗ୍ୟାସର ଦର ବୃଦ୍ଧି କରିଛନ୍ତି। ପାକିସ୍ତାନରେ ଏଲ୍‌ପିଜି ଦର 34% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଶେହବାଜ ଶରୀଫଙ୍କ ସରକାର।